ଅଦିନିଆ ସ୍ନାନ ଯାତ୍ରା ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ଆଇନ ମନ୍ତ୍ରୀଙ୍କ କଡ଼ା ଚେତାବନୀ। ଗଜପତି ମହାରାଜ ଇସ୍କନକୁ ଚିଠି ଲେଖି ଏହା ଆୟୋଜନ ନ କରିବାକୁ ବାରଣ କରିଥିବା ବେଳେ ସୂଚନା ଆସିଛି। ମନ୍ତ୍ରୀ କହିଛନ୍ତି, ନୂଆପଡ଼ାରେ ଏଭଳି ଆୟୋଜନ ହେଉଥିବା ଜଣାପଡ଼ିବା ପରେ ଆମେ ତାହାକୁ ବନ୍ଦ କରି ସାରିଛୁ। ଅନ୍ୟ କୌଣସି ସ୍ଥାନରେ ଏହା ବନ୍ଦ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଏହା ସହିତ ଏହି ନିଷ୍ପତ୍ତି ପୁରୀର ପାରମ୍ପରିକ ରଥଯାତ୍ରାର ମର୍ଯ୍ୟାଦା ଓ ଧାର୍ମିକ ମହତ୍ତ୍ୱକୁ ସୁରକ୍ଷିତ ରଖିବା ପାଇଁ ନିଆଯାଉଛି ବୋଲି ଜଣାପଡ଼ିଛି। ସରକାର ଏହାକୁ ଗୁରୁତ୍ୱର ସହ ନେଇ ସମସ୍ତ ସ୍ଥାନରେ କଡ଼ା ନଜର ରଖିଛନ୍ତି ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବିମାନ ଦୁର୍ଘଟଣା ମୃତ ମଧ୍ୟରୁ 99 ଜଣଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ସାରିଛି। ବାକି ଡିଏନ୍ଏ ସାମ୍ପଲ ପରୀକ୍ଷା ଦିନ 2 ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ସରକାର କହିଥିବା ବେଳେ ସେହିଭଳି 64 ଜଣଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଆତ୍ମୀୟ ସ୍ୱଜନଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଅହମ୍ମଦାବାଦ ସିଭିଲ ହାଇକୋର୍ଟ ଅଧିକାରୀ ଡକ୍ଟର ରାକେଶ ଯୋଗୀ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା 2016ରୁ 2021 ମଧ୍ୟରେ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବିଜୟ ରୂପାଣୀଙ୍କର ଶେଷକୃତ୍ୟ ଗତକାଲି ସନ୍ଧ୍ୟାରେ ରାଜକୋଟଠାରେ ସମ୍ପୂର୍ଣ୍ଣ କରି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ମାନ କରାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଡାଇରିଆ ମାମଲା ବୃଦ୍ଧି ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ରାଜଧାନୀର ହୋଟେଲ ଓ ଫଳ ଷ୍ଟଲଗୁଡ଼ିକ ନିରୀକ୍ଷଣ ଆରମ୍ଭ କରିଛନ୍ତି। ସମ୍ ହସ୍ପିଟାଲ ଅଞ୍ଚଳ ନିକଟସ୍ଥ ହୋଟେଲଗୁଡ଼ିକରେ ବିଶେଷ ଭାବରେ ପରୀକ୍ଷା କରାଯାଉଥିଲା, ଯେଉଁଠାରେ ଜନସାଧାରଣଙ୍କୁ ପରିବେଶିତ ଖାଦ୍ୟର ଗୁଣବତ୍ତା ଓ ପରିଚ୍ଛନ୍ନତା ଯାଞ୍ଚ କରାଯାଉଛି। ଚଢ଼ାଉ ସମୟରେ ବିଏମ୍ସି ଟିମ୍ 2ଟି ସ୍ଥାନୀୟ ହୋଟେଲରୁ ବାସି ଖାଦ୍ୟ ଓ ଅନଧିକୃତ ଖାଦ୍ୟ ରଙ୍ଗ ଜବତ କରିଥିବା ବେଳେ ଖାଦ୍ୟ ସୁରକ୍ଷା ଓ ମାନବ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ପ୍ରତିଷ୍ଠାନଗୁଡ଼ିକୁ 7,000 ଟଙ୍କା ଜରିମାନା କରାଯାଇଛି। ବିଭିନ୍ନ ହୋଟେଲରେ ବିଏମ୍ସି ପକ୍ଷରୁ ଯାଞ୍ଚ କରାଯାଉଛି ଏବଂ ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ କରିବାକୁ ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି। ନିମ୍ନଲିଖିତ ନିୟମ ଉଲ୍ଲଂଘନ କରୁଥିବା ହୋଟେଲ ଉପରେ ମୋଟା ଜରିମାନା ଆଦାୟ କରାଯାଉଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭୁବନେଶ୍ୱର ସବୁଠି ଚଢ଼ାଉ କରାଯାଉଛି। ରାଜ୍ୟର ବିଭିନ୍ନ ସହରରେ ଡାଇରିଆ ଦୂର କରି ରଖିବା ପାଇଁ ବ୍ୟାପକ ଭାବରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ଆକ୍ସନ ମୋଡରେ ଅଛି। ଅଧିକାରୀମାନେ ରାଜଧାନୀରେ ଅନେକ ହୋଟେଲ ଓ ଖାଦ୍ୟ ଦୋକାନରେ ଚଢ଼ାଉ କରିଥିବା ବେଳେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଗୁଣବତ୍ତା ଯାଞ୍ଚ କରିବା ସହିତ ଅନେକ ହୋଟେଲ ଏବଂ ଫାଷ୍ଟଫୁଡ୍ ଦୋକାନରେ ଅଚାନକ ପରିଦର୍ଶନ କରିଛନ୍ତି ଏବଂ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ ଜରିମାନା ଲଗାଇଛନ୍ତି। ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ କରୁଥିବା ପାଇଁ ବିଏମ୍ସି ଅନେକ ହୋଟେଲକୁ 2,000 ଟଙ୍କା ଜରିମାନା ଆଦାୟ କରିବା ସହିତ ହୋଟେଲଗୁଡ଼ିକର ନିର୍ଦ୍ଦେଶାବଳୀ ପାଳନ କରିବାକୁ କଡ଼ାକଡ଼ି ତାଗିଦ କରିଛନ୍ତି। ଏବେଠାରୁ ହୋଟେଲଗୁଡ଼ିକରେ ନିୟମ ଯାଞ୍ଚ କରାଯିବ ଏବଂ କେବଳ ଜୁନ୍ 16 ତାରିଖରୁ 10,000 ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ମାଗଣାରେ ଆଧାର ଅପଡେଟ୍ କରିବା ସମୟସୀମା ଭାରତୀୟ ସ୍ୱତନ୍ତ୍ର ପରିଚୟ ପତ୍ର କର୍ତ୍ତୃପକ୍ଷ UIDAI 5 ଥର ପାଇଁ ବଢ଼ାଇଛନ୍ତି। ଚଳିତ ମାସ 14 ତାରିଖରେ ସମୟସୀମା ଶେଷ ହେଉଥିବା ବେଳେ ତାହାକୁ 2026 ଜୁନ୍ 14 ତାରିଖକୁ ବୃଦ୍ଧି କରାଯାଇଛି ଏବଂ ଏହା ପୂର୍ବରୁ 3 ମାସିଆ ଓ 6 ମାସିଆ ମହଲତ ବୃଦ୍ଧି କରାଯାଇଥିଲା। ଏଥର କିନ୍ତୁ ବର୍ଷେ ସମୟ ବଢ଼ାଯାଇଛି। ଯେଉଁମାନେ ସେମାନଙ୍କର 10 ବର୍ଷ ପୂର୍ବରୁ ଆଧାର କାର୍ଡ କରିଛନ୍ତି ସେମାନଙ୍କୁ ବିବରଣୀ ଅପଡେଟ୍ କରିବା ଲାଗି UIDAI ସୁଯୋଗ ଦେଉଛି ଏବଂ ସେମାନେ 10 ବର୍ଷ ଭିତରେ କେବଳ କାର୍ଡ ଅପଡେଟ୍ କରିନାହାନ୍ତି ସେମାନଙ୍କୁ ଏହି ସୁଯୋଗ ଦିଆଯିବ। ମାଗଣା କେବଳ ନାମ, ଠିକଣା, ଜନ୍ମ ତାରିଖ ଓ ଲିଙ୍ଗ ଭଳି ବିଭିନ୍ନ ଅପଡେଟ୍ କରାହେବ ଏବଂ ମୋବାଇଲ ନମ୍ବର କେବଳ ଆଧାର କେନ୍ଦ୍ରଗୁଡ଼ିକରେ ଅପଡେଟ୍ ହୋଇପାରିବ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସ୍କୁଲ ଖୋଲିବାର ପ୍ରଥମ ଦିନରୁ ହିଁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ ଏବଂ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ କରି ଗଣଶିକ୍ଷା ବିଭାଗକୁ ଚିଠି। ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀ ସଠିକ ମାନ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରଧାନ ଶିକ୍ଷକ SMCଙ୍କ ଉପସ୍ଥିତିରେ CRCC ଓ BEO ଯାଞ୍ଚ କରିବେ ଏବଂ ରୋଷେଇଶାଳା ସମ୍ପୂର୍ଣ୍ଣ ପରିଷ୍କାର ଓ ବିଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। DEO, BEO ଓ CRCC ନିରବିଚ୍ଛିନ୍ନ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ ଏବଂ ସବୁ ବିଦ୍ୟାଳୟରେ ଫୁଡ୍ ଟେଷ୍ଟିଂ କରାଯିବ। ଅଭିଭାବକ ବିଶେଷ କରି ମାମାନେ ଖାଦ୍ୟ ଯାଞ୍ଚ କରିପାରିବେ ବୋଲି ଏହି ଚିଠିରେ ଉଲ୍ଲେଖ ହୋଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଦେଶରେ ଦୀର୍ଘ 17 ବର୍ଷ ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାର ଜନଗଣନା ଅଧିନିୟମ 1948 ଅନୁଯାୟୀ ବିଜ୍ଞପ୍ତି ଜାରି କରିଦେଇଥିବା ବେଳେ ଏଥିପାଇଁ ପ୍ରଥମ ଥର ପାଇଁ ଜାତି ଭିତ୍ତିକ ଜନଗଣନା ସହିତ ସାଧାରଣ ଜନଗଣନା ଏକାସଙ୍ଗେ କରାଯିବ। ନିର୍ଦ୍ଦେଶକ ନିଖିଲ ପାୱାର କଲ୍ୟାଣ ସୂଚନା ଦେଇଛନ୍ତି ଯେ ଏହା ପାଇଁ ଏଯାବତ ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଛି ଏବଂ ଶୀଘ୍ର ଏକ ସମୟ ସାରଣୀ ଜାରି କରାଯିବ। ଏହି କାର୍ଯ୍ୟ ସମସ୍ତ ଜିଲ୍ଲାପାଳ ଓ ସାମ୍ପ୍ରତିକ ଅଧିକାରୀଙ୍କ ମଧ୍ୟରେ ସମ୍ପାଦିତ ହେବାକୁ ଥିବା ବେଳେ ଆଗାମୀ ଦିନରେ ତାଲିକା ନେଇ
ନେଇ ଅନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ 2 ପର୍ଯ୍ୟାୟରେ ହେବ ଏହି ଜନଗଣନା କାର୍ଯ୍ୟ। ଆସନ୍ତା 2026 ଅକ୍ଟୋବର 1ରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, ଲଦାଖ ପ୍ରଥମ ପର୍ଯ୍ୟାୟରେ ଜନଗଣନା ଆରମ୍ଭ ହେବାକୁ ଥିବାବେଳେ ବାକି ସମସ୍ତ ରାଜ୍ୟରେ 2027 ମାର୍ଚ୍ଚ 1ରେ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ହେବ। ଯେଉଁ କର୍ମଚାରୀମାନେ ଏହି କାର୍ଯ୍ୟ କରିବେ ସେମାନଙ୍କୁ ପ୍ରଥମେ ତାଲିକା ଦିଆଯିବ ଏବଂ ତାପରେ ଫର୍ମାଟ ପ୍ରସ୍ତୁତି ଏବଂ ଫିଲ୍ଟର ଭିଜିଟ୍ କାର୍ଯ୍ୟ ହେବ। ଶେଷରେ 2011ରେ ଜନଗଣନା ହେବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଖରା ଛୁଟି ପରେ ଆସନ୍ତା 20 ଜୁନରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ପୁନଃ ଖୋଲିବା ନିମନ୍ତେ ନିଷ୍ପତ୍ତି ପ୍ରସ୍ତୁତ ଜୋରଦାର ଚାଲିଛି। ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବିଦ୍ୟାଳୟ ପ୍ରଧାନଙ୍କୁ ପତ୍ର ଲେଖି ଶ୍ରେଣୀଗୃହ, ଶୌଚାଳୟ, ପାନୀୟ ଜଳ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସଫା କରି ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଶିକ୍ଷକ, କର୍ମଚାରୀ, ପାଚିକା ଓ ସହାୟିକାଙ୍କୁ 19 ତାରିଖରୁ ଯୋଗାଇ ଦେବାକୁ କୁହାଯାଇଛି। କରୋନା ସଂକ୍ରମିତ ଭୟ ମଧ୍ୟ ଦୃଷ୍ଟିରେ ରଖି ସତର୍କ ଓ ମାସ୍କ ବ୍ୟବହାର ଉପରେ ଜୋର ଦିଆଯାଇଛି ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ।